ତେଣୁ ଆଦିଗୁରୁ ଶଙ୍କର ବୁଝେଇଲେ ପୁନରପି ଜନମମ୍ ପୁନରପି ମରଣମ୍ ପୁନରପି ଜନନୀ ଯଥରେ ଶୟନମ୍। ଇଏ ଚକ୍ର ଚାଲିବ। ମଲା ପରେ କୌଣସି ମୁକ୍ତି ମୋକ୍ଷ ନିର୍ବାଣ କୋଆଡ଼କୁ ଆମର ଯିବାର ନାହିଁ, କେହି ଆମକୁ ନେଇପାରିବେ। ମୁକ୍ତି ମୋକ୍ଷ ନିର୍ବାଣ ଯାହା ଆମେ ଶୁଣୁଛେ ତା ପାଦ ତଳର ଆନନ୍ଦ। ଏଠି ଯୋଉ ଆମେ ବସିଛୁ ଏଟା ନିର୍ବାଣ ଆନନ୍ଦ, ତା ପାଦ ତଳର ଆନନ୍ଦ ଜଗତରେ କୋଉଠି ନାହିଁ। ମଲା ପରେ କଣ ତାକୁ ଦେଖିବ ନା ତା ପାଦ ତଳକୁ ଆସିବ? ହଁ ଆସିପାରୁ, ସେ ତ କୃପା କରି ଜାଣିବେ ଆସିପାରୁ। ଆମେ ତ ଏ ସ୍ୱରୂପଟା ଜାଣିପାରିବନି ନା। ତେଣୁ ତାଙ୍କର ଆଦେଶ ଉପଦେଶ ଓ ଆଦର୍ଶ ଜୀବନର ପଥ ହଉ ପାଥେୟ ହଉ। ତାହେଲେ ଯୋଉ ଭାବଧାରାକୁ ଆଶ୍ରୟ କରିଛେ ପିଲାମାନଙ୍କୁ ଦାୟକ ମାନଙ୍କୁ ସେଇ ଭାବଧାରାରେ ଆଶ୍ରିତ କରେଇବା, ଯୋଡ଼ିବା। ଆଉ ଆଜିକାଲିକା ପିଲା ଶୁଣୁନାହାନ୍ତି ତ ଏ ପ୍ରକାର ଅବାନ୍ତର ପ୍ରସଙ୍ଗ ଉଠାନ୍ତୁ ନାହିଁ। ଯଦି କହିବେ ତାହେଲେ ଆପଣ ପ୍ରଥମ ଦାୟୀ ରହିବେ, କାରଣ ଆପଣ ସଂସ୍କାର ଦେଇ ଶିଖି ନାହାନ୍ତି। ତେଣୁ ଅବାନ୍ତର ମୁଁ ଯଦି ବାପାଟିଏ ଗୃହକର୍ତ୍ତା ଭାବରେ ମୋର ସ୍ତ୍ରୀ ପ୍ରତି କର୍ତ୍ତବ୍ୟ କଣ ଅଛି, ପୁଅ ପ୍ରତି କଣ, ଝିଅ ପ୍ରତି କଣ, ମୋ ପଡ଼ୋଶୀ ପ୍ରତି କଣ, ମୋର ଯେ ଆତ୍ମୀୟ ସ୍ୱଜନ ଅଛନ୍ତି ସେମାନଙ୍କ ପାଇଁ କଣ, ଆତ୍ମପରିଚୟ ଏଇଠୁ ଆରମ୍ଭ ହଉନା। ତାହେଲେ ଆତ୍ମା ପରମାତ୍ମା ପ୍ରଭୁତା ସିଆଡ଼କୁ ଏତେ ଦୂର କାହିଁ ଯିବା ହଉଛି? ମୁଁ ପ୍ରଥମ ପାଠ ପଢିନି, ପିଜି କ୍ଲାସର କଥାକୁ କାହିଁକି ଆଲୋଚନା କରାହଉଛି? ତାଙ୍କ ପ୍ରଦର୍ଶିତ କର୍ମ, କାରଣ ସିଏ ଯେତେବେଳେ ସେଇ କଥାଟାକୁ ଆମେ ଯେତେବେଳେ ବିଚ୍ୟୁତ ହେଇ ଆସିବୁ ଆଉ ଆମର ସ୍ୱଭାବ ଯୋଉଠି ସେଇଠି ଆମେ ଅଭୟ ପାଦ ତଳେ ବାନ୍ଧି ସବୁବେଳେ କୃପା କରିବା ପାଇଁ ଅଛନ୍ତି। ମଣିଷ କରି ଜନ୍ମ ଦେଇଥିଲା, ଦେଖ ମୁଁ ମଣିଷ ହେଇ। ଜୟ ଗୁରୁ। ଆପଣମାନେ